ଛୋଟିଆ ସାକ୍ଷ୍ୟଟେ କହିବି ଆଉ ସେ ସାକ୍ଷ୍ୟ ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ। ଯେତେବେଳେ ମୁଁ ପ୍ରଭୁରେ ନଥିଲି, ଆମ ବଡ ଦିଦି ମାନେ ତ ପ୍ରଭୁରେ ଥିଲେ, ପ୍ରଭୁ ପାଇଥିଲେ, ସେ ଥିଓଲୋଜି କରୁଥିଲେ ବଡ। ଆଉ ସେ ମୋ ପାଇଁ ଫାର୍ଷ୍ଟ ଟାଇମ ଗୋଟେ ବାଇବଲ ଆଣିଥିଲେ। ଯେତେବେଳେ 2003-04 କଥା, ଏଇଟା ବାଇବଲ ମୋ ପାଇଁ ଗୋଟେ ଆଣି ଦେଇଥିଲେ। ତାହା ଥିଲା ଲୋକଲିଖିତ ସୁସମାଚାର। ଆଉ ମୁଁ ତ ଏତେ ବିଷୟରେ ଜାଣିନି, ମାନେ ଜାଣିନଥିଲି, ପଢାପଢି ବିଷୟ ବାଇବଲ ବିଷୟ କେବେ ପଢିନଥିଲି। ତଥାପି ତା ପୂର୍ବରୁ ବି ଜଣକ ଆମ ସାଙ୍ଗ ଘରକୁ ଯାଇଥିଲି, ଆଉ ସେଠି ସେ ଗୋଟେ ବାଇବଲ ଦେଖେଇଥିଲେ। ତାଙ୍କର ବି କଣ କଣ କି ବହି ସେଟା ମୋର ମନେ ପଡୁନି, ପଢାପଢି କରୁଥିଲି। କିନ୍ତୁ ସେଠି ଆମେ ଆଲତୁ ଫାଲତୁ ଡିସ୍କସନ ମଧ୍ୟ କରିଥିଲୁ, ଯୋଉଟା କି ଆମର କିଛି କାମରେ ନା କାମକୁ ନୁହଁ। କିନ୍ତୁ ମୋ ଦିଦି ଯେତେବେଳେ ବାଇବଲ ମୋ ପାଇଁ ଆଣିଥିଲେ, ସେତେବେଳେ ମତେ ସେ ଲୋକଲିଖିତ ପୁସ୍ତକ ମତେ ଦେଲେ। ଆଉ ମତେ ଫାଷ୍ଟ ଗୋଟେ 15 ଅଧ୍ୟାୟକୁ ମତେ ପଢିବା ପାଇଁ କହିଥିଲେ। 15 ଅଧ୍ୟାୟ ପଢିଲି। ଆଉ ସେ ଆମ ଜଣେ ମାମୁ ବି ଥିଓଲୋଜି କରୁଥିଲେ, ସେ ମତେ ତାର ଆତ୍ମିକ ବିଷୟ ବୁଝେଇଥିଲେ। ମତେ ବହୁତ ଭଲ ଲାଗିଥିଲା। ତାପରେ ମୁଁ କଣ କରି, କେତେବେଳେ ଯଦି ଟିକେ ଚୁପଚାପ ଖାଲିରେ ଥିବି, କଣ କରୁଥିବି, ଏମିତି ଟିକେ ବସିକି କେତେବେଳେ ବାଇବଲ ଟିକେ ପଢିଦିଏ, ପଢେ। ଆଉ ମୁଁ ଅନ୍ୟ କିଛି ଏତେଟା ଏତେ ଏମିତି ବି ପଢୁ ଖାଲି ପଢୁଥିଲି ଏମିତି, କିନ୍ତୁ କିଛି ଜାଣିନଥିଲି ମୁଁ ସତରେ। ଆଉ କିନ୍ତୁ ମୁଁ ପଢୁଥିଲି ଲୋକ 15 ଅଧ୍ୟାୟ ଟିକେ ବେଶୀ ପ୍ରାୟ ପଢେ, ଆଉ ଟିକେ ଲୋକ 21 ଅଧ୍ୟାୟ ଟିକେ ପଢେ, କାହିଁକିନା ସେଠି ଭବିଷ୍ୟବାଣୀ ଗୁଡାକ ଅଛି, ସେଇଟା ଟିକେ ବେଶୀ ପଢୁଥିଲି। ତାପରେ ଯେତେବେଳେ ପ୍ରଭୁଙ୍କ ପାଖକୁ ଆସିଲି, ପ୍ରଭୁ ଯେତେବେଳେ ପ୍ରଭୁଙ୍କୁ ଜାଣିଲା ପରେ ଧୀରେ ଧୀରେ ଅନ୍ୟ ପୁସ୍ତକ ମଧ୍ୟ ମତେ ପଢିବାକୁ ଦେଲେ। ମାର୍କ ହଉ, ମାଥ୍ୟୁ, ଲୁକ, ଯୋହନ, ସବୁ ସୁସମାଚାର ଟିକେ ଟିକେ ପଢିଲି। ପଢିଲା ପରେ ମତେ ତାପରେ ଯେତେବେଳେ ଅନ୍ୟ ବାକ୍ୟ ଶୁଣିକି ପରେ ଯେତେବେଳେ ତାକୁ ପଢେ, ମତେ ଆଉ ଟିକେ ଭଲ ଲାଗେ, ସେଗୁଡାକ ଭଲ ଲାଗେ। ତାପରେ କିଛି ଦିନ ପରେ ଯେତେବେଳେ ମୁଁ ପ୍ରଭୁରେ ଆସିଲି, ମୋର ଆଉ ଆମର ଆମ କନ୍ଧମାଳ ଯେତେବେଳେ ଡଙ୍ଗା ହେଲା ପରେ, ଆମେ ମଝିରେ ଟିକେ ଡାଉନ ହେଇଗଲି। ତାପରେ ପୁଣି ପୁନର୍ବାର ଯେତେବେଳେ ଆମେ ପ୍ରଭୁରେ ଆସିଲୁ 2011-12 କୁ, ସେତେବେଳକୁ ମୋର ଜବ ହେଲା ପରେ ଆମେ ଡୁବନ ବି ନେଇଥିଲି। ତାପରେ ମୁଁ ବାଇବଲ ରୀତିମତ ପଢିଲି, ଯାହା ଯାହା ବାଇବଲ ପାଇଲି, ମୋର ଯାହା ପାଖରେ ଥିଲା, ପରେ ରୀତିମତ ପଢିଲି। ମୁଁ ଟିକେ ରାତିରେ ଟିକେ ପଢାପଢି କଲି। ପଢାପଢି କରିବା ପାଇଁ ତାପରେ ମତେ ଆମ ଗାଁରେ ଆମର ମଣ୍ଡଳୀ ଲୋକ କେତେ ଜଣ ଆମ ଘରକୁ ଆସନ୍ତି, ମୁଁ ପଢିବା ଦେଖନ୍ତି, କାହିଁ ତମର ବାଇବଲ ଆମ ବାଇବଲ ମିଶୁଛି ନା, ଟିକେ ପଢ ଟିକେ ଦେଖିବା ବୋଲିକି ମତେ ଟେଷ୍ଟ କରନ୍ତି। ତାପରେ ମୁଁ ସେ ବାଇବଲ ପୁରା ପଢିଦିଏ, କାହିଁକିନା ସେ ଯାହା ମୁଁ ବାରମ୍ବାର ପଢିଛି, ମତେ ପୁରା ହେବିଟ ହେଇଯାଇଥିଲା, ମୁଁ ପଢି ଦଉଥିଲି। ତ ସେମାନେ ବହୁତ ଖୁସି ହେଲେ, ଆରେ ଆରେ ଏ ତ ଏକ୍ଜାକ୍ଟ ପଢୁଛି, ଯାହା ବି ଅଛି ପୁରା ଏକ୍ଜାକ୍ଟ ଆମର ଯାହା ଅଛି ତାର ସେଇଆ ଅଛି। ତାମାନେ ପ୍ରଭୁ ୟାକୁ ବହୁତ ମତେ ଜ୍ଞାନ ଦେଇଛନ୍ତି ପଢିବା ପାଇଁ, ବହୁତ ବଢିଆ ପଢୁଛି ବୋଲି ସମସ୍ତେ ଖୁସି ହେଲେ। ଖୁସି ହେଲା ପରେ କିଛି ଦିନ ପରେ ମୁଁ ଚର୍ଚ୍ଚ ଗଲି। ଚର୍ଚ୍ଚରେ ତ ମୁଁ ଯାଇ ଆଜ ଏ ରିଦିମ ପ୍ଲେୟାର ମୁଁ ଫାଷ୍ଟ ଯାଇଛି, ମୁଁ ଆଗରେ କହିଛି। କିନ୍ତୁ ସମୟ ଆସିଲା ଚର୍ଚ୍ଚରେ ମଧ୍ୟ ବାଇବଲ ପଢିବା ପାଇଁ ମତେ ପ୍ରଭୁ ଅନୁଗ୍ରହ କଲେ, ଗୀତ ସଂହିତା ପଢିବା ପାଇଁ ମୁଁ ପଢୁଥିଲି। ଆଉ ବେଳେ ବେଳେ ତାପରେ ଯେତେବେଳେ ଦିନ ଆସିଲା, ମତେ ବାକ୍ୟ କଟେଜ ପ୍ରେୟାରରେ ବାକ୍ୟ ମଧ୍ୟ ଦେବା ପାଇଁ ସୁଯୋଗ ମିଳିଲା। ବାକ୍ୟ ବି ଦେଲି, 5-10 ମିନିଟ ପଛେ ହଉ ବାକ୍ୟ ମଧ୍ୟ ଦେଲି। ଏମିତି ହଉ ହଉ ଯେତେବେଳେ ଭୁବନେଶ୍ୱରରେ ରହିଲି, ଭୁବନେଶ୍ୱର ରହିବା ତା ଭିତରେ ମଧ୍ୟ ନାଇଁ ଆମର ଜବ ପରେ ହିଁ ମଝିରେ ଯେତେବେଳେ ପ୍ରୋଗ୍ରାମ ହୁଏ, ସେତେବେଳେ ମଧ୍ୟ ପ୍ରଭୁ ଅନୁଗ୍ରହ କଲେ। ସେ ପ୍ରୋଗ୍ରାମ ଗୁଡାକ ଯାଇକି ପ୍ରୋଗ୍ରାମ ହୁଏ, ସେ ପ୍ରୋଗ୍ରାମରେ ମଧ୍ୟ ପ୍ରଭୁଙ୍କ ଗୌରବ ପାଇଁ ମତେ ବାଇବଲ ପଢିବା ପାଇଁ ସୁଯୋଗ ମିଳିଲା। ମୁଁ ଭାବିନଥିଲି ମତେ ପ୍ରଭୁ ଏମିତି ବାଇବଲ ପଢିବା ପାଇଁ ମତେ ୟୁଜ କରିବେ, ମୁଁ କେବେ ଭାବିନଥିଲି। ଇଭେନ ଆମର ଯୋଉ LCVC ମିନିଷ୍ଟ୍ରି ଅଛି, ଲଭ୍ ଆଣ୍ଡ କେୟାର ଟୁ ଦ ଭିଜୁଆଲ ଚ୍ୟାଲେଞ୍ଜ, ଗୋଟେ ମିନିଷ୍ଟ୍ରି ଅଛି, ସେ ମିନିଷ୍ଟ୍ରି ତରଫରୁ ଯୋଉ ପ୍ରୋଗ୍ରାମ ହୁଏ, ସେଥିରେ ମତେ ସୁଯୋଗ ମିଳିଲା ବାଇବଲ ପଢିବା ପାଇଁ। କୋଉଠି ନା ୟୁନିୟନ ଚର୍ଚ୍ଚରେ ମଧ୍ୟ ବାଇବଲ ପଢିବା ପାଇଁ ସୁଯୋଗ ଦେଇଥିଲେ ପ୍ରଭୁ। ତାପରେ YMCA ଭୁବନେଶ୍ୱରରେ, ସେଠି ବି ମତେ ସୁଯୋଗ ମିଳିଥିଲା, ଯୋଉଠି ଥରେ ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନ ହଉଥିଲା। ସେଠି ଆମର ସଞ୍ଜୀବ ଦାସ ଆଜି ବାକ୍ୟ ଦେଲେ, ସେ ବି ପ୍ରେଜେଣ୍ଟ ଥିଲେ। ଆଉ ସେଠି ବାକ୍ୟ ପଢିବାର ସୁଯୋଗ ମତେ ଦେଇଥିଲେ, ପ୍ରଭୁ ଦେଲେ। ମତେ ବହୁତ ଖୁସି ଲାଗିଲା, ଯାହା ହଉ ମୁଁ ଦିନେ ବାଇବଲ ପଢିବି କି ନାହିଁ, ମୁଁ ଗୋଟେ ଏମିତି ପଢିପାରିବି କେବେ ଭାବିନଥିଲି, ଯାହାକି ମତେ ପ୍ରଭୁ ଅନେକ ଜାଗାରେ ବ୍ୟବହାର କଲେ। ତାପରେ ଅନେକ ଜାଗାରେ ଗଜପତିରେ ମଧ୍ୟ ଯାଇକି ମୁଁ ଯେତେବେଳେ ବାକ୍ୟ ମାନେ ଆମ LCVC ମିଶନ ଟୁ ଦ ବ୍ଲାଇଣ୍ଡ ଅର୍ଗାନାଇଜେସନ ତରଫରୁ ଯେତେବେଳେ ଆମେ ଯାଉ ଖୋର୍ଦ୍ଧା ଗଜପତି 3-4 ଥର ଯାଇଛୁ, ସେଥିରେ ମଧ୍ୟ ମତେ ବାଇବଲ ପଢିବା ପାଇଁ କେତେ ସୁଯୋଗ ମିଳିଛି। ସେଠି ମଧ୍ୟ ବାଇବଲ ପଢିଛି, ଆଉ ଲୋକ ବହୁତ ଆପ୍ରିସିଏଟ କରିଛନ୍ତି। ତାପରେ ଆଉ ଏମିତି ବି ସୁଯୋଗ ମିଳିଲା କି ଗୋଟେ ଥର ସେମିତି ପ୍ରି ଖ୍ରୀଷ୍ଟମାସ ସେଲିବ୍ରେସନ ଗୋଟେ ହଉଥିଲା ଖୋର୍ଦ୍ଧାରେ LCVC ମିନିଷ୍ଟ୍ରି ତରଫରୁ। ସେଠି ମଧ୍ୟ ଯେତେବେଳେ ଗଲି, ଆଉ ସେଠି
से खोर्धा बाप्टिस्ट चर्च रे मध्ये मो बाइबल पढिली आ समस्त अप्रिशिएट कले बहुत बोले कहले एक्सीलेंट रीडिंग तुमको प्रभु दे एक्सीलेंट रीडिंग करूछ कहले समस्त खुशी हेले जहा मो दिने बाइबल तो एमिति जान नथले पढि पार नथले पढुथले जदियो एते प्रांजल भाबरे पढियार मोर नथिला किंतु प्रभु केमिति सुजोग मते देले माने बाइबल पढी मते बहुत खुशी लागला जते लोक माने प्रभु को दास माने प्रभु को लोक माने अप्रिशिएट करूछन एठो बड़ विषय कोन ही पारे मो बहुत खुशी हेली धन्यवाद दिए जदि प्रभु आज जदि मते लोक अप्रिशिएट करूछन मो पढा को ता तुम अनुग्रह पाए बोली मो धन्यवाद दिए तो आउ गोटे थर कोन हिची हम पटे ए डिसेंबर 2023 डिसेंबर रे आउ गोटे डिसेंबर 25 रे आउ गोटे चर्च को जाइतिली सेठी जे पाळक थिले रायकिया रे से पाळक जे अछंती से जने सांग रायकिया रा गोटे चर्च रे से मोर बंधु जने से मते डाकिथिले मो संगे टिक सहभागिता के करो बहुत दिन देखा ही नहीं आसो बोली तो आसी भी जे खाली रे कोन जे बॉय जेतु क्रिसमस तो बॉय बाइबल उठे कोन धरि की जीवी कहले से कहले माथु आनो नले लोक आनो जहा भी आनो कहले तो मु नै गली तापरे कि जते बेले मु सेठी मते पढिया को देले आ सेठी पढिला सेठी जते पढिला परे से चर्च लोक माने एते खुशी ले से माने कहले कि हमें बहुत लोगों को देखिछु ब्लाइंड पर्सन को कि एबले व्यक्तित्व हमें देखिलु कहले एते खुशी हेल माने गोटे बिंदु विसर्ग यार माने भूल नाही मार्के जी बालक मते से कहले कि परे माने कोन है जे प्रकृति स्टडी करूची से ही एमती पढी पारिबो काई ना मंडली लोक भी एमती पढी पारंती नै जे माने स्टडी करंती नै प्रकृति जे स्टडी करंती से माने ही एमती पढी पारिबे ताहा नहले एमती हेई पारिबोनी कहले तमे बदे पर्सनल स्टडी करूचो सेति एमती पढुचो कहले मते बोले नै हम तो पर्सनली पढे आ मते प्रभु भी मते सहायता करंती सेति ही पढुची बोली मु कहली तापर से दिनटू मते बहुत समस्त भी अप्रोच आज एमती करूचंती बाइबल पढियारे मते बहुत मु खाली जे मु कहले गीत गाउथली हम चर्च रे मु तो गीत गाएनी बजा बजी करे नहले केतला वाक्य जे केतला बाइबल पढे किंतु जहा भी करे मते प्रभु आज अनेक जगह रे जहा भी जो पय व्यवहार करूचंती सेति मु प्रभु को गौरव दउची तेनु प्रभु आज जाय मते अनेक जगह व्यवहार करी आछन सेति प्रभु गौरव पांतु एवं इवन बाइबल पढी बारी हो गीत गाइबारे हो आपन वाइज ग्रुप रे जो गीत गाइबार सुजोग मिलुची तापे मते गौरव पांतु प्रभु बाद्य रिदिम पई बाजा बजिया पई मते जो प्रभु सुजोग दउछन सेटा पई मते गौरव पांतु समस्त विषय पई केवल प्रभु गौरव पांतु ए छोटे साक्ष्य द्वारा प्रभु प्रत्येक को आशीर्वाद करंतु आमेन थैंक यू रुबेन भाई आपनकर बाइबल पढिबार जो आनंदटा सेटा आज आपण बांटी चंती रुबेन प्रेज द लॉर्ड सेटा आज आपण साक्ष्य द्वारा बांटी चंती जे प्रभु गौरवान्वित होइचंती आपण खाली आनंद पाउचंती ता नुहे मात्र जो जो जगह रे आपण पढिचंती समस्त अप्रिशिएट करचंती सेतिके नुहे आपणकर योगदान ए परिवार रे आम पई का मत गोटे आनंदर विषय उत्साहर विषय आपणकर गीत सुनिले एक्चुअली मोर साक्ष्य दूची मत हृदय को छुईला परी लागे आपणकर गीत गुड़िक काली भी आपन को दिया है आम से आशा रे अच्छु आपन को मत दिया है वाक्य दवा सुंदर भाव आपण दियंती आपणकर जो चिंताधारा गुड़िक एते सुंदर भाव सजाई आम को कहले से आम धन्यवाद दौचु प्रभु आशीर्वाद करंतु आहरी आगु को मध्य आपणकर टैलेंट को पढ़ाया प्रभु सुजोग दियंतु प्रेज द लॉर्ड गॉड ब्लेस यू भाई थैंक यू आमेन आमेन